ଜୟ ଜଗନ୍ନାଥ, ଜୟ ଶ୍ରୀକୃଷ୍ଣ। ସାଙ୍ଗମାନେ ଦେଖ ନା ମାନାପମାନ ସ୍ତୁଲ୍ୟ ସ୍ତୁଲ୍ୟା ମିତ୍ରାରି ପକ୍ଷୟୋଃ ସର୍ବାରମ୍ଭ ପରିତ୍ୟାଗୀ ଗୁଣାତୀତଃ ସ ଉଚ୍ୟତେ ମାଂ ଚ ଯୋ ବ୍ୟଭିଚାରେଣ ଭକ୍ତି ଯୋଗେନ ସେବତେ ସ ଗୁଣାନ୍ ସମତୀତ୍ୱେନ ତାନ୍ ବ୍ରହ୍ମଭୁଆୟ କଳ୍ପତେ। ଦେଖ ଆର ଅର୍ଥ କଣ ନା ଯାହାର ପ୍ରିୟ ଅପ୍ରିୟ ନଥାଏ, ଶତ୍ରୁ ଓ ମିତ୍ରକୁ ସମାନ ଭାବରେ ଦେଖେ, ସେ ଆଡମ୍ବରହୀନ ଗୁଣାତୀତ ଭକ୍ତ ଅଟେ। ଯେ ଅନ୍ୟ ଆଡେ ମନକୁ ନ ଦେଇ ଅଟଳ ଭକ୍ତିରେ ମତେ ଭକ୍ତି କରେ, ସେ ଗୁଣାତୀତ ଭକ୍ତ ବା ସିଏ ମୁକ୍ତି ପାଏ। ଏଥର ଆମର ସନ୍ଦେହ ଦୂର ହେଲା। ଆଉ କାହା ମନରେ ତ ସଙ୍କୋଚ ନଥିବ କି ସନ୍ଦେହ ନଥିବ। ଜାଣିପାରିଲ ଭଗବାନ ପୁରା ବାଟ ଆମର ସଫା କରିଦେଲେ। ଆମେ କଣ କେମିତି ରହିଲେ ଆମେ ଭଗବାନଙ୍କୁ ପାଇପାରିଲେ ଜାଣିଲ। ମାନେ ପ୍ରିୟ ଅପ୍ରିୟ କିଛି ରଖିବା ନାହିଁ। ଶତ୍ରୁ ଯିଏ, ଶତ୍ରୁ ଆଉ ମିତ୍ର ବି ଆମର ସମାନ। ମାନେ ଭଗବାନ କହିଛନ୍ତି ସବୁକୁ ସମାନ। କାହିଁକି ନା ଶତ୍ରୁରେ ବି ମୁଁ ଅଛି, ମିତ୍ରରେ ବି ମୁଁ ଅଛି। ତେଣୁକରି ସବୁଠେ ଯେହେତୁ ମୁଁ, ତୁ ସବୁଠାକୁ ସମାନ ଭାବ। ପୁଣି ତାହାର ବୁଦ୍ଧି ସ୍ଥିର ଗୁଣାତୀତ ଯେ ସେହି ନର ମାନାପମାନ ଏକ ଯାର ଶତ୍ରୁ ମିତ୍ର ସମାନ ତାର ସମସ୍ତ ଆଡମ୍ବରହୀନ ଗୁଣାତୀତ ସେ ନର ଜାଣ ଅଟଳ ଭକ୍ତିରେ ଯେ ନର ସେ ବଇ ମୋହର ପୟର ତ୍ରିଗୁଣ ଅତିକ୍ରମୀ ସେହି ମୁକ୍ତିରେ ଭାଜନ ହୁଅଇ। ଏଥର ଜାଣିପାରିଲ ମାନେ ଆମକୁ କିଏ ଗୋଟେ ନିନ୍ଦା କରିଦେଲା ଆମେ ମନ ଦୁଃଖ ହଉଛି, ଆମକୁ ମତେ ସେ ଏମିତି କହିଦେଲା, ମୋର ଏଇଆ କରିଦେଲା, ପ୍ରଶଂସା କରିଦେଲେ, ମତେ ଏତେ ଭଲ କହିଲା, ଆମେ ପୁରା ଇଏ ହେଇଯାଉଛି। କିନ୍ତୁ ନା, ଭଗବାନ କହିଛନ୍ତି ଦିଟାକୁ ସମାନ ଭାବିବ। ଆଜି ଯୋଉ ଲୋକ ନିନ୍ଦା କରୁଛି କାଲି ସେଇ ଲୋକ କଣ କରିବ, ପ୍ରଶଂସା କରିବ। ଆଉ ଆଜି ଯୋଉ ଲୋକ ପ୍ରଶଂସା କରୁଛନ୍ତି କାଲି ସେଇ ଲୋକ ନିନ୍ଦା କରିବ। ତେଣୁକରି ଆମେ ଦିଟାକୁ ଯଦି ସମାନ ଭାବରେ ଭାବିବା, ନିନ୍ଦାରେ ଆମେ ମନ ଦୁଃଖ କରିବାର ନାହିଁ, ମାନେ ଜଣେ ପ୍ରଶଂସା କଲେ ବି ଖୁସି ହବାର ନାହିଁ। ଆମେ ଯଦି ଠିକ ଭାବରେ ରହିବା, ତେଣୁକରି ଆମକୁ ନିନ୍ଦା ପ୍ରଶଂସାର ମାନେ ଭେଦଟା ଆମକୁ ଲାଗିପାରିବ ନାହିଁ। ଏବେ ଆମର ସନ୍ଦେହ ଦୂର ହେଲା। ଜୟ ଜଗନ୍ନାଥ।